ଆଜି ସ୍ୱାମୀଙ୍କର ଲଞ୍ଚ ବକ୍ସ ପାଇଁ ହେଇଥିଲା ପଣସ କଠା ତରକାରୀ। କୁହନ୍ତି ପଣସ କଠାକୁ କରି ଜାଣିଲେ ଲାଗେ ମଟନ ଖାଇଲା ପରି। ମଟନ ପରି ଅବଶ୍ୟ ଲାଗୁନଥିଲା, ତଥାପି ଥିଲା ଭାରି ଟେଷ୍ଟି। ସ୍ୱାମୀଙ୍କ ଲଞ୍ଚ ବକ୍ସକୁ ପ୍ୟାକ୍ କରିସାରିଲା ପରେ ବାହାରିଲେ ସେ ତାଙ୍କ ଡ୍ୟୁଟି। ଏବେ ଥାଳିରେ ଥାଳିଏ ପଣସ କଠା କଷାକୁ ଆଣି ମୋ ପସନ୍ଦର ଜିନିଷକୁ ମୁଁ ଚାଖି ଚାଖି ଖାଏ ଜାଣି। ଏବେ ତ ସବୁ ସ୍କୁଲ ଖୋଲିବ ଯାଏ ରଜ ପରେ। ଦିନ ବେଳା ଆଦି ବାବାଙ୍କ ପାଠ ଟିକେ ନ ଦେଖେଇଲେ ଖେଳୁଥିବେ ସେମିତି ଉଦୁଦିଆ ଖରା ବେଳଟାରେ। ମତେ ପଣା କରି ପିଇବା ଅପେକ୍ଷା ଭଲ ଲାଗେ ବେଲକୁ କୋରି ଖାଇବାକୁ। ହେଲେ ବୋଉ ଆଣି ପଣା ଗ୍ଲାସ ଟା ଦେଲେ ଯେମିତି ମନା ନ କରି ପିଇଦେଲି ବାଧ୍ୟ ହେଇ ତାକୁ। ଲଞ୍ଚରେ ଆଜି ପଣସ କଠା ତରକାରୀ ସହିତ ପଖାଳ ଖିଆ ହେଇଛି। ମୁଁ ଖାଇଲା ବେଳେ ଆଦି ବାବା ଯାଉଣୁ ଆସୁଣୁ ଆ କରିଦଉଥିଲେ, ପଚାରିବାରୁ କହିଲେ ଭାରି ବଢିଆ ହେଇଛି। 5ଟା ବେଳେ ଆସିଲି ଛାତ ଉପରକୁ ପବନ ଖାଇବା ପାଇଁ। ନଜର ପଡିଲା କଟା ଆମ୍ବରେ ଲୁଣ ଲଙ୍କା ଦେଇ ଗୋଳିଆ ହେଇ ଥୁଆ ହେଇଛି, ଆଉ ସାମ୍ନାରେ କେହି ବି ନାହିଁ। ଏଥିରୁ 2-4ଟି କଟ ପିସ୍ ଉଠେଇ ଆଣିଲି। ତାପରେ କିଛି ଦୂରରେ ଆମ୍ବର ମାଲିକିଆଣି ଠିଆ ହେଇଥିବାର ଦେଖିଲି। ତାଙ୍କୁ ପଚାରିବାରୁ ସେ କହିଲେ ଏକୁଟିଆ ଖାଇବାକୁ ଇଚ୍ଛା ହଉନଥିଲା ତ ସେଥିପାଇଁ ଅପେକ୍ଷା କରିଥିଲି, ଖାଇବି ଆସିଲେ ସମସ୍ତେ ମିଶି ଖାଇଥିଲେ ଥାଳି ତାଟିଆ ଚାଟି।